ବାଇଗଣ ଭଜା ହଉ ବା ତରକାରୀ ଆପଣ ଏହିପରି ଥରେ ବନେଇକି ଦେଖନ୍ତୁ। ବହୁତ ସହଜ ରହିବ ଏବଂ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଆପଣ ଭାତ, ରୁଟି, ପରଟା ସବୁଥିରେ ଖାଇପାରିବେ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ମୁଁ ଏଠି କିଛି ଫ୍ରେଶ୍ ମିଡ଼ିୟମ୍ ସାଇଜ୍ର ଛୋଟ ଛୋଟ ଏମିତି ବାଇଗଣ ନେଇଯାଇଛି। ବାଇଗଣକୁ ପ୍ରଥମେ ଧୋଇକି ଏମିତି ଦୁଇ ଫାଳ କରିକି ମଝିରୁ ଏମିତି କାଟି ନେବେ। ଏମିତି ଡେମ୍ଫ ଲଗା ହିଁ କାଟିକି ରଖିନେବେ। ଏବେ କ'ଣ କରିବା ନା, ଏବେ ବାଇଗଣକୁ ସାଇଡ଼କୁ ରଖିନେବା। ଏବେ ଏମିତି କିଛି ଗୋଟା ମସଲା ନେଇଯାଇଛି। ଗୋଟା ମସଲାରେ ଜିରା, ଧନିଆ, କିଛି ପାନମହୁରି, ହାଫ୍ ଚାମଚ ଏଠି ପୋସ୍ତ, 2-3ଟା ଲବଙ୍ଗ, ସେମିତି କିଛି ଗୁଜୁରାତି ନେଇଯାଇଛି। ତାପରେ କିଛି ଗୋଲମରିଚ ଦେଇକି ଏହିପରି ହାଲକାରେ ଟିକେ ଏପଟ ସେପଟ କରିକି ଏମିତି ଭାଜି ନେବା। ଯେମିତିକି ଏହି ଗୋଟା ମସଲାର ଏମିତି ଟିକେ ବାସ୍ନା ଆସିଯିବ ବା ଟିକେ କଲର୍ ଚେଞ୍ଜ ହେଇ ଆସିଲା ବେଳକୁ ଆପଣ ଆକୁ ଥଣ୍ଡା କରିନେବେ ଏବଂ ଏହାକୁ ଗୁଣ୍ଡ କରିନେବେ। ଏବେ ପାଖାପାଖି ଗୋଟା ମସଲା ଭାଜି ହେଇ ଆସିଲାଣି। ଏବେ କ'ଣ କରିବା ନା, ଏବେ ୟାକୁ ଥଣ୍ଡା କରିକି ଗ୍ରାଇଣ୍ଡିଙ୍ଗ କରିନେବା ଏବଂ ନେକ୍ସଟ ପ୍ରୋସେସକୁ ଯିବା। ଏବେ ମୁଁ ବାହାର କରି ନେଇଛି। ଏବେ କ'ଣ କରିବା ନା, ଏଠି 2 ଚାମଚ ଅଏଲ୍ ଦେଇଦେବା। ଏବେ ମୁଁ ଏଠି 2 ଚାମଚ ସୋରିଷ ତେଲ ଦେଇଦେଇଛି। ଆପଣ ସୋରିଷ ତେଲ ଜାଗାରେ ରିଫାଇନ୍ ଅଏଲ୍ ମଧ୍ୟ ନେଇପାରିବେ। ଏବେ କ'ଣ କରିବା ନା, ଯେଉଁ ବାଇଗଣକୁ କାଟିକି ରଖିଥିଲେ ପ୍ରଥମେ ସେଇ ବାଇଗଣକୁ ଦେଇକି ଏପଟ ସେପଟ କରି ଏହିପରି ଭାଜି ନେବା। ବାଇଗଣକୁ ମଝିରେ ମଝିରେ କଭର କରିକି ଏହିଭଳି ବାଇଗଣକୁ ଭାଜି ନେବେ। ଏବେ ପାଖାପାଖି ଆମର ବାଇଗଣ ଭାଜି ହେଇ ଆସିଲାଣି। ଏବେ କ'ଣ କରିବା ନା, ବାଇଗଣକୁ ଗୋଟେ ପ୍ଲେଟ୍କୁ କାଢ଼ି ନେବା ଏବଂ ସେହି ସେମ୍ ପ୍ୟାନ୍ରେ ଆଉ କିଛି ଏଠି ତେଲ ଦେଇଦେବା। ତେଲ ଦେଇ ସାରିଲା ପରେ କ'ଣ କରିବା ନା, ଏଠି ହାଫ୍ ଚାମଚ ମୁଁ ଏଠି ପଞ୍ଚ ଫୁଟଣ ଦେଇଦେଉଛି। ପଞ୍ଚ ଫୁଟଣ ଫୁଟି ଆସିଲେ କଟା ହେଇ ରହିଥିବା ଆଳୁକୁ ଦେଇଦେବା। ମୁଁ ଏଠି 2ଟା ମିଡ଼ିୟମ୍ ସାଇଜ୍ର ଆଳୁକୁ ଏମିତି ଲମ୍ବା ଲମ୍ବା କରିକି କାଟିକି ରଖି ନେଇଥିଲି। ଆପଣ ବିନା ଆଳୁରେ ମଧ୍ୟ ବନେଇ ପାରିବେ, କିନ୍ତୁ ଆଳୁ ଦେଲେ ଟିକେ ଖାଇବାକୁ ଭଲ ଲାଗିଥାଏ। ଆପଣ ଏହିପରି ଥରେ ବନେଇକି ଦେଖନ୍ତୁ, ଦେଖିବେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଏବେ ଆଳୁକୁ ମଧ୍ୟ ସେମିତି କିଛି ସମୟ ଏମିତି ଏପଟ ସେପଟ କରିନେବେ। ପାଖାପାଖି 1ରୁ 2 ମିନିଟ୍ ଏମିତି ଟିକେ ହାଲକାରେ ଭାଜି ନେବେ। ତାପରେ କ'ଣ କରିବା ନା, ଏଠି ଗୋଟେ ବୁଦା ରସୁଣକୁ ମୁଁ ଏଠି ଛେଚା ଲଗେଇକି ରଖି ନେଇଛି ଏବଂ ଗୋଟେ ଖଣ୍ଡ ଅଦାକୁ ସେମିତି ଛେଚା ଲଗେଇକି ରଖି ନେଇଛି। ଏବେ ସେଇ ଅଦା ଏବଂ ରସୁଣକୁ ଏଠି ଦେଇକି ଏହି ଆଳୁରେ ଭାଜି ନେବା। ତାପରେ ଏମିତି ଟିକେ ଏପଟ ସେପଟ କଲା ପରେ କଟା ହୋଇ ରହିଥିବା ଏଠି ପିଆଜକୁ ଦେଇଦେବା। ପିଆଜ ମୁଁ ମିଡ଼ିୟମ୍ ସାଇଜ୍ର 2ଟା ନେଇଛି। ଆପଣ ଏଠି ଆଳୁକୁ ମଧ୍ୟ ଖାଲି ଭାଜିକି ବାହାର କରିପାରିବେ ଏବଂ ଅଲଗା ମସଲାଟିକୁ କଷି ପାରିବେ। ମୁଁ କିନ୍ତୁ ଏକା ବେଳକେ ବନେଇ ନେଉଛି, କାହିଁକି ନା ଆମର ଏଠି ବହୁତ କମ୍ ତେଲ ଲାଗିବ ବା ବହୁତ ଶୀଘ୍ର ବନିଯିବ। ସେଥିପାଇଁ ମୁଁ ଏକା ବେଳକେ ସେହି ଆଳୁରେ ସବୁ ମସଲା ମସଲି ଦେଇକି ଏମିତି କଷି ନେଉଛି। ଆପଣ ଏହି ରେସିପିଟିକୁ ପୁରା ଦେଖନ୍ତୁ ଏବଂ ଏହିପରି ଥରେ ବନେଇକି ଘରେ ଦେଖନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ଏବେ କ'ଣ କରିବା ନା, ଏବେ ଏଠି ସ୍ୱାଦ ଅନୁସାରେ ଲୁଣ ହଳଦୀ ଦେଇଦେବା। ଲୁଣ ହଳଦୀ ଦେଇକି ଏମିତି ଗୋଳେଇ ନେବା। ପାଖାପାଖି 3ରୁ 4 ମିନିଟ୍ ଏହିପରି ଭଲ ଭାବରେ ଏମିତି ଭାଜି ନେବେ। ତାପରେ ଏଠି କ'ଣ କରିବା ନା, ଏଠି ମିଡ଼ିୟମ୍ ସାଇଜ୍ର 2ଟା ଟମାଟୋକୁ ଏଠି କାଟିକି ଦେଇଦେବା। ଆପଣ ଯଦି ବଡ଼ ସାଇଜ୍ର ନେଉଛନ୍ତି ତେବେ ଗୋଟେ ନେବେ, ନାହିଁ ତ ଯଦି ମିଡ଼ିୟମ୍ ସାଇଜ୍ର ଅଛି ତାହେଲେ ଆପଣ ଏଠି 2ଟା ନେବେ। ଟମାଟୋ ଟିକେ ଅଧିକ ଦେଲେ ଖାଇବାକୁ ଭଲ ଲାଗିଥାଏ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ଏପଟେ ଆଳୁ ମସଲା ଆମର ଭାଜି ହେଇ ଆସିଲାଣି। ଏବେ କ'ଣ କରିବା ନା, ଏବେ ଏଠି 1 ଚାମଚ ଲଙ୍କା ଗୁଣ୍ଡ ଦେଇଦେବା। ତାପରେ କଟା ହେଇ ରହିଥିବା ଟମାଟୋକୁ ଦେଇଦେବା। ଏସବୁକୁ ଦେଇକି ଟିକେ ଏପଟ ସେପଟ କରିନେବେ। ଟମାଟୋ ଟିକେ ନରମ ହେଇ ଆସିଲା ବେଳକୁ ଭଜା ହେଇ ରହିଥିବା ବାଇଗଣକୁ ଦେଇଦେବା। ମୁଁ ଏଠି ବାଇଗଣ ଦେଲାବେଳେ ଆପଣଙ୍କୁ ଦେଖେଇବାକୁ ଭୁଲି ଯାଇଛି। ଏବେ କ'ଣ କରିବା ନା, ବାଇଗଣକୁ ଦେବା ସଙ୍ଗେ ସଙ୍ଗେ ଯେଉଁ ଭଜା ହେଇ ରହିଥିବା ଗୋଟା ମସଲାକୁ ଏଠି ଗୁଣ୍ଡ କରିକି ରଖିଥିବେ, ଏବେ ସେଇ ଗୁଣ୍ଡ ମସଲାକୁ ଦେଇଦେବେ। କାହିଁକି ନା ବାଇଗଣକୁ ଆମେ ଆଗରୁ ଭାଜିକି ରଖି ନେଇଥିଲେ, ସେଥିପାଇଁ ବାଇଗଣ ଆମର ବେଶୀ ସମୟ ସିଝିବା ପାଇଁ ସମୟ ନେବ ନାହିଁ। ହାଲକାରେ ଏହିପରି ଟିକେ ଏପଟ ସେପଟ କରିନେବେ। ପାଖାପାଖି 5ରୁ 7 ମିନିଟ୍ ଏହିପରି ଏପଟ ସେପଟ କଲା ପରେ ଏଠି 1 କପ୍ ପାଖାପାଖି ଆପଣ ପାଣି ଦେଇଦେବେ। ପାଣି ଦେଇଦେଲେ ଆମର ହାଲକା ଏଠି ଚୁକଚୁକା ହେଇକି ରହିବ ଏବଂ ଖାଇବାକୁ ବହୁତ ବଢ଼ିଆ ଲାଗିବ। ବେଶୀ ଏହାକୁ ଝୋଳ କରିବେ ନାହିଁ, ହାଲକା ଏମିତି ଚୁକଚୁକା ହେଇକି ରହିବ।
ଏବେ ପାଣି ଦେଇ ସାରିଲା ପରେ 5 ମିନିଟ୍ ପାଖାପାଖି लो फ्लेम रे कवर करके सिझेबाकू देबे। ଏବେ ପାଖାପାଖି ଆମର 5 ମିନିଟ୍ ହେଇ ଆସିଲାଣି। ଆ ଭିତରେ ଆଳୁ ବାଇଗଣ ଭଲ ଭାବରେ ଆମର ଏଠି ସିଝି ଯାଇଛି। ଏବେ ଏଇ ଆଳୁ ବାଇଗଣ ରେସିପିଟି ଆପଣଙ୍କର ପ୍ରସ୍ତୁତ ହେଇଯାଇଛି। ଏବେ ଲାଷ୍ଟରେ ଏଠି କିଛି ଧନିଆ ପତ୍ରକୁ କାଟିକି ଦେଇକି ଗୋଳେଇ ନେବା ଏବଂ संगे संगे एठी गैस ऑफ करि नबा। एबे आजिर ही आलू बैगण रेसिपीटी आपनको केमती लागिला आशा करुछि आजिर ही रेसिपी आपनको भल लागिबो। आपण भात संगरे खांतु बा रोटी संगरे बहुत बढ़िया लागिबो। तेबे आजिर ही रेसिपी जदि आपनको भल लागिछि तेबे लाइक शेयर सब्सक्राइब निश्चिंत करिवे। मो आउ गोटे रेसिपी नै कि आपण मानक पाखक आसीबी। से पर्यंत रहिली नमस्कार।